ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଶୁଭ ସନ୍ଧ୍ୟାରେ ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ମଜାଦାର ଢଗ ଧମାଲ ପ୍ରଶ୍ନ। ସାଙ୍ଗମାନେ, ଆଶା କରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ମଜା ନେବେ, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଆସ ଏବେ ଆମର ସମୟ ହେଇଗଲାଣି, ଚାଲିଯିବା ସେଇ ଢଗ ପ୍ରଶ୍ନ ଉପରକୁ। ଭାଉଜଙ୍କୁ ଆଜି ପ୍ରଥମ ପ୍ରଶ୍ନଟି ଟିକେ ମଜା ଅଛି ସାଙ୍ଗମାନେ, ଦେଖାଯାଉ ଭାଉଜ କ'ଣ ଉତ୍ତର ଦେଉଛନ୍ତି ଦେଖନ୍ତୁ। ତାହେଲେ ମୁଁ ଷ୍ଟାର୍ଟ କରିଦେଉଛି। କହିଲ ଦେଖି, ପ୍ରେମରେ କିଏ ଧୋକା ଦେଇଥାଏ, ଝିଅ ନା ପୁଅ? ବେଶୀ କିଏ ଧୋକା ଦେଇଥାଏ? ଦେଖାଯାଉ। ଭାଉଜଙ୍କୁ ଆଜି ଭଲ ପାଇବା ବିଷୟରେ ପଚାରିଦେଲି, ଦେଖାଯାଉ ଆଜି କ'ଣ କହୁଛନ୍ତି। ପ୍ରେମରେ ଧୋକା କିଏ ଦେଇଥାଏ, ପୁଅ ନା ଝିଅ? ମୁଁ ଜାଣେ ସାଙ୍ଗମାନେ, ଭାଉଜ କେବେ ହେଲେ ତାଙ୍କ ନାରୀ ଜାତି ପ୍ରତି କେବେ ହେଲେ ଝିଅମାନେ ଦିଅନ୍ତିନି ନା ପୁଅମାନେ ଦିଅନ୍ତି? ସାଙ୍ଗମାନେ, ଭାଉଜ କେବେ ବି ମାନିବେନି ଝିଅମାନେ ଧୋକା ଦିଅନ୍ତି ବୋଲି। ମୁଁ ଜାଣିଥିଲି ଭାଉଜ ଏହା କହିବେ। ଆପଣମାନେ ମୋ ସାଙ୍ଗମାନେ ଦେଖୁଛନ୍ତି, ଆପଣମାନେ କମେଣ୍ଟ କରି ଦେଇଦିଅନ୍ତୁ ଭାଉଜଙ୍କୁ। ଦେଖାଯାଉ ଭାଉଜ କହୁଛନ୍ତି ସାଙ୍ଗମାନେ, ପୁଅମାନେ ବେଶୀ ଧୋକା ଦେଇଥାନ୍ତି। ଆଜିର ଢଗ ଧମାଲ ମିଠା ମିଠା ପ୍ରଶ୍ନ ଥିଲା ଯେ କି ଭାଉଜଙ୍କୁ ପ୍ରଶ୍ନଟି କଲି। ପ୍ରଥମ ପ୍ରଶ୍ନ ଟିକେ ମଜା ହେଇଗଲା। ମୁଁ ପ୍ରଶ୍ନଟି କଲି, ପ୍ରେମରେ ଅଧିକ ଧୋକା କେଉଁମାନେ ଦେଇଥାନ୍ତି, ଝିଅ ନା ପୁଅ? ଭାଉଜ କହୁଛନ୍ତି ପୁଅ ଦିଅନ୍ତି। ମିଛ କହୁଛୁ ଆଉ? ସତ? ତାହେଲେ କମେଣ୍ଟ ଆସିଲା ପରେ ଜଣା ପଡ଼ିଯିବ, କାରଣ ସାଙ୍ଗମାନେ ଯେଉଁ କମେଣ୍ଟ ଦେବେ ସେଇଟା ହିଁ ତମେ ମାନି ନେବ। ସାଙ୍ଗମାନେ କମେଣ୍ଟରେ ଜଣାନ୍ତୁ କେମିତି ଲେଖିଦେବେ। ପୁଅ ହଉ ଝିଅ ହଉ, ସେମାନେ ଦେଖୁଛନ୍ତି, ସେମାନେ ଜାଣିଛନ୍ତି ଧୋକାଟା କିଏ ଖାଇଛନ୍ତି। ନିଶ୍ଚିନ୍ତ ପୁଅ ଖାଇଛି କି ଝିଅ ଖାଇଛି ଜଣା ପଡ଼ିଯିବ। ଆଜି ପ୍ରଶ୍ନଟି ବହୁତ ମଜା ଥିଲା ସାଙ୍ଗମାନେ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଆପଣମାନଙ୍କ ପରିଜନଙ୍କ ପାଖକୁ ଟିକେ ସେୟାର କରନ୍ତୁ, ସେମାନେ କିଛି ଜାଣିବେ। ଆମେ ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ, ମିଠା ମିଠା ପ୍ରଶ୍ନ ଯେ କି ଆମେ ଡେଲି ଅପଲୋଡ଼ କରୁଛୁ, ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ, ଏଥିରେ କିଛି ଶିଖିବେ। ଆଜିର ପ୍ରଶ୍ନ ଥିଲା, ପ୍ରେମରେ ଧୋକା ଦିଏ କିଏ, ପୁଅ ନା ଝିଅ? ଦେଖାଯାଉ କେତେ ମାତ୍ରାରେ କମେଣ୍ଟ ଆସିଲା ପରେ ଜଣାପଡ଼ିଯିବ ଅଧିକ କେଉଁମାନେ ଧୋକା ଦେଇଥାନ୍ତି। ସାଙ୍ଗମାନେ, ବହୁତ ସୁନ୍ଦର ପ୍ରଶ୍ନଟି ଭାବିଥିଲି, କିନ୍ତୁ ଭାଉଜଙ୍କୁ ପଚାରିଦେଲି। ଭାଉଜ କହୁଛନ୍ତି, ମାନେ ଡାଇରେକ୍ଟ କହୁଛନ୍ତି ପୁଅ। ମୁଁ ଜାଣିଥିଲି ଭାଉଜ ପୁଅମାନଙ୍କ ଉପରେ ଢାଳି ଦେବେ, କାରଣ ମୋତେ ଯିଏ ପଚାରିଥାନ୍ତା ମୁଁ କହିଥାନ୍ତି ଝିଅ, କିନ୍ତୁ ଭାଉଜଙ୍କୁ ଯେତେବେଳେ ପଚାରି ଦେଇଛି ଭାଉଜ କହୁଛନ୍ତି ପୁଅ। ତାହେଲେ ସାଙ୍ଗମାନେ, ଆପଣମାନେ କମେଣ୍ଟରେ ଦିଅନ୍ତୁ। ଆପଣମାନେ ଆମର ସାଙ୍ଗସାଥି ପରିଜନ, ଆପଣମାନେ ଜାଣନ୍ତି, ଆପଣମାନେ ଆମକୁ ଅନେକ କିଛି ସପୋର୍ଟ କରୁଛନ୍ତି। ପ୍ଲିଜ୍ ଗୋଟିଏ କମେଣ୍ଟ ଦେଇ ଜଣାନ୍ତୁ। ଆପଣଙ୍କ କମେଣ୍ଟକୁ ଆମେ ଅପେକ୍ଷାରେ ରହିଲୁ, ନା କ'ଣ କହୁଛ ସାଙ୍ଗମାନେ? ପ୍ରଥମ ଢଗ ପ୍ରଶ୍ନଟି ସରିଗଲା, ଯେ କି ଆସ ଆମେ ଯିବା ସେକେଣ୍ଡ ଢଗ ପ୍ରଶ୍ନ। ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେବେ, ଭିଡ଼ିଓଟିକୁ ଦେଖିନିଅନ୍ତୁ ଶେଷ ପର୍ଯ୍ୟନ୍ତ ଏବଂ ମଜା ନିଅନ୍ତୁ, ନା କ'ଣ କହୁଛ? କହିଲ ଦେଖି, ଦୁଇ ଜଣ ପିଲା ଏକା ସମୟରେ ଜନ୍ମ ନେଲେ, କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ହେଲା? ଦେଖାଯାଉ ସାଙ୍ଗମାନେ, ଦୁଇ ଜଣ ପିଲା ଏକା ସମୟରେ ଜନ୍ମ ନେଲେ, କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ହେଲା? ସାଙ୍ଗମାନେ, ଭାଉଜ ଆମର
ଦୁଇ ଜଣ ପିଲା ହଁ ଏକା ସମୟରେ ହଁ ଜନ୍ମ ନେଲେ, ହଁ କିନ୍ତୁ ହଁ। ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ହେଲା? ମାନେ ଅଲଗା ଅଲଗା କେମିତି ହେଲା? ଜନ୍ମଦିନ। ଜନ୍ମଦିନ ତମ ଗାଁ ହେଲା ଏଇଠି, ମୋ ଗାଁ ହେଲା ସେଠି। ହଁ। ମୋ ଛୁଆର ଜନ୍ମଦିନ ସେଠି ହବ, ତମ ଛୁଆର ଜନ୍ମଦିନ ଏଠି ହବ। ସେଇଆ। ସାଙ୍ଗମାନେ, ଭାଉଜ ଆମର ଉତ୍ତରଟି କହିପାରୁନାହାନ୍ତି। କି? ଆପଣମାନେ କହିଦିଅନ୍ତୁ। ନା ନା କହିପାରିନା। ଯଦି ଭାଉଜ ଭାବୁଛନ୍ତି ସେ କହିଦେଇଛନ୍ତି, ତାଙ୍କ କଥାରେ ଆପଣମାନେ ଯଦି ଏକମତ ହୁଅନ୍ତି ତାହେଲେ ଲେଖିପାରନ୍ତି। ନହେଲେ ସାଙ୍ଗମାନେ, ଆପଣମାନେ ଯାହା ଜାଣିଛନ୍ତି ପ୍ଲିଜ୍ ଗୋଟେ କମେଣ୍ଟରେ ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ଅଛି ସାଙ୍ଗମାନେ, ଅବହେଳା ନ କରି ପୂରଣ କରିଦିଅନ୍ତୁ। ତାହେଲେ ସାଙ୍ଗମାନେ, ସେକେଣ୍ଡ ଭାଗ ପ୍ରଶ୍ନ ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ବିଶ୍ୱାସ ରଖିଛୁ। ତାହେଲେ ଆସ ଆମେ ଭାଉଜ କ'ଣ ପଚାରିବି, କ'ଣ କରିବା ପଚାରିବା। କ'ଣ କିଛି ଅଛି ତମର? ନାହିଁ? ଭାଉଜ କ'ଣ ପଚାରିବେ? ଭାଉଜଙ୍କର ଆଜି କିଛି ନାହିଁ। ଏବେ ମୁଁ ଥାର୍ଡ଼ ପ୍ରଶ୍ନକୁ ପଳେଇବା ବୋଧେ, ନା କ'ଣ କହୁଛ? ପଳେଇବା ସାଙ୍ଗମାନେ। ସେକେଣ୍ଡ ପ୍ରଶ୍ନ ତ ପଚାରିଦେଲି, ଭାଉଜ ଉତ୍ତର ଯାହା ଯେମିତି ଦେଇଛନ୍ତି ତାଙ୍କ କଥାରେ ଯଦି ଆପଣମାନେ ଏକମତ ହୁଅନ୍ତି ଦେଇପାରନ୍ତି। ଭାଉଜଙ୍କୁ ଗରମ ଲାଗିଲା, ଦେଖନ୍ତୁ ସାଙ୍ଗମାନେ। ଦିହ କ'ଣ ହେଇଗଲାଣି ଗରମରେ? ତାହେଲେ ଥାର୍ଡ଼ ପ୍ରଶ୍ନଟି ରହିଲା, କହିଲ ଦେଖି। ଗୋଟେ ପିଲା ତାର ଫଟୋ ଦେଖି କହିଲା, ଏହି ଲୋକ ବାପା, ମୋ ବାପାଙ୍କ ପୁଅ। କୁହନ୍ତୁ ଏ ଫଟୋଟିରେ କିଏ ଅଛି? ସାଙ୍ଗମାନେ, ଗୋଟେ ପିଲା ତାର ଫଟୋ ଦେଖି କହିଲା, ଏହି ଲୋକ ବାପା, ମୋ ବାପାଙ୍କ ପୁଅ। କୁହନ୍ତୁ ଏ ଫଟୋଟି କିଏ ଅଛି? ପୁଅ ଅଛି। ପୁଅ ଅଛି। କେଉଁ ପୁଅ? ତମରି ପୁଅ। ସାଙ୍ଗମାନେ, ଭାଉଜ ବୁଝିପାରୁନାହାନ୍ତି, ଆପଣମାନେ ଭଲ ଭାବରେ ବୁଝେଇକି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ପ୍ରଶ୍ନଟି ଥିଲା, ଗୋଟେ ପିଲା ତାର ଫଟୋ ଦେଖି କହିଲା, ଏହି ଲୋକ ବାପା, ମୋ ବାପାଙ୍କ ପୁଅ। କୁହନ୍ତୁ ଏ ଫଟୋଟିଏ କିଏ ଅଛି? ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ, ଆଜି ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଥିଲା। ଆପଣମାନଙ୍କ ମନୋରଞ୍ଜନ ପାଇଁ ଦେଖନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଚ୍ୟାନେଲକୁ ନୂଆ ଆସିଥିଲେ ଆପଣମାନେ ପ୍ଲିଜ୍ ସବସ୍କ୍ରାଇବ୍ କରି ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ନା କ'ଣ କହୁଛ? ନା କ'ଣ କିଛି କହିବ? ସାଙ୍ଗମାନେ, ଆମ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଆଜି ତ ସମୟ ହେଇଗଲାଣି, ଏବେ ଆମେ ରଖିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରଖନ୍ତୁ। ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ଆଣିବୁ ଏଇଭଳି ମଜାଦାର ସୁନ୍ଦର ସୁନ୍ଦର ମିଠା ମିଠା ଢଗ ଧମାଲ ପ୍ରଶ୍ନ। ଏଥିରୁ କିଛି ଶିଖିବେ, ଜାଣିବେ। ନା କ'ଣ କହୁଛ? ତାହେଲେ ସାଙ୍ଗମାନେ, ଏବେ ଆମେ ରହିବା ନା? ଆଉ ଭାଉଜ କ'ଣ କହିବେ? ଭାଉଜ କିଛି କୁହ। ଆମ୍ବ ଖାଇବ? ଆମ୍ବ? କାହିଁ ଆମ୍ବ? ଏଇ ବାପା, ସୁନ୍ଦରିଆ ସୁନ୍ଦରିଆ ଆମ୍ବ ରଖିଛନ୍ତି, ଭାଉଜ ଖାଇବେ କି? ଦେଖ, ଇଏ ତ କଞ୍ଚା ଆମ୍ବ, ଖଟା କରିବା ବଢ଼ିଆ ହବ ନା? ଦେଖନ୍ତୁ ସାଙ୍ଗମାନେ, ଭାଉଜ ଖାଲି ଆମ୍ବ ଖାଇବାରେ ବ୍ୟସ୍ତ ବେଶୀ। ଆଉ ସେଠି ବି ବହୁତ ଆମ୍ବ ରଖିଛନ୍ତି, କିଣିକି 6 କିଲୋ ଆମ୍ବ ରଖିଛନ୍ତି ଘରେ। ତମେ ନୁହଁ, ଭାଉଜ ନାଁରେ ବଦନାମୀ କର ନା। ତମେ ଦେଖିଲା ବେଳକୁ ଆମ୍ବ ଖାଇବା ଫାଷ୍ଟ ହଉଛ। ମାନେ ରୁଟିରେ ବି ଆମ୍ବ ନେଇକି ଖାଇ ଦଉଛନ୍ତି, ଭାତରେ ଖାଇ ଦଉଛନ୍ତି, ଖାଲି ବସିକି ଖାଇ ଦଉଛନ୍ତି, କହୁଛନ୍ତି ଖରାପ ହେଇଯିବ। ମୁଁ ଭାବିଥିଲି ଭାଉଜ କ'ଣ କହିବେ, ଦେଖନ୍ତୁ। ମୁଁ ଆଳକୁ ଦେଖିଲା ବେଳକୁ ପେଲି ଦଉଛନ୍ତି। ଭାଉଜ ଆମ୍ବ ବହୁତ ଖାଉଛନ୍ତି। ଯାଉ ସାଙ୍ଗମାନେ, 3ଟା ଆମ୍ବ କଟା ହେଲେ ଚେନ୍ନାଇ ଆମ୍ବ ମୁଁ ଖାଇବି। ଇଏ ଯୋଉ ବଡ଼ ପୁଅ ବି ଖାଇବ ଚେନ୍ନାଇ, ଆମେ ମା ପୁଅ ଖାଇବୁ ଆରବ। ଇଏ ଦେଖିଲା ବେଳକୁ ବାପ ପୁଅ ଖାଇବେ ଯେ ସବୁ ଆମ୍ବ ଖାଇଦେବେ। ତାହେଲେ ସାଙ୍ଗମାନେ, ହବନି ସେ ଆମ୍ବ,
ସେମାନେ ଆହୁରି ଆମ୍ବ ଖୋଜିବେ ମୁଁ ଦିନ ପାର୍ଟି କରିବି ଯାଉ ଭାଉଜଙ୍କ କିଛି ଆମ୍ବ ବିଷୟରେ କହିଦେଲେ ଆପଣମାନେ ଶୁଣିଲେ ତାହେଲେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ କାହାକୁ ବେଶୀ ଆମ୍ବ ପସନ୍ଦ କମେଣ୍ଟରେ ଲେଖି ଜଣାନ୍ତୁ ସାଙ୍ଗମାନେ ଭାଉଜଙ୍କର ପ୍ରଶ୍ନ ରହିଲା ଆମ୍ବ ପସନ୍ଦ କାହାକୁ ସାଙ୍ଗମାନେ ଆମର ବେଷ୍ଟ ଫ୍ରେଣ୍ଡ ମାନେ ପ୍ଲିଜ୍ କମେଣ୍ଟରେ ଲେଖି ଜଣାନ୍ତୁ ଭାଉଜ ଆପଣମାନଙ୍କ ପାଇଁ ଆମ୍ବ ସେୟାର କରିବେ ରହିଲି ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର।